जदि आपण माने 2026-27 खरीफ धान संग्रह ପାଇଁ ଚାଷୀ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି ତ ଆଜିର ଭିଡିଓରେ ମୁଁ ଆପଣ ମାନଙ୍କୁ ଦେଖେଇବି ଆପଣ ମାନେ ଏହି ଫର୍ମ ଟିକୁ କେମିତି ଫିଲ୍ ଅପ୍ କରିବେ ତାର ଷ୍ଟେପ ବାय ଷ୍ଟେପ କମ୍ପ୍ଲିଟ ପ୍ରୋସେସ ଦେଖେଇବି ତ ଚାଲନ୍ତୁ ଭିଡିଓକୁ ଡେରି ନ କରି ଭିଡିଓକୁ ଷ୍ଟାର୍ଟ କରିବା ଭିଡିଓକୁ ଷ୍ଟାର୍ଟ କରିବା ପୂର୍ବରୁ ଆପଣ ମାନେ ଯଦି ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ପ୍ରେସ କରିନିଅନ୍ତୁ ଆଉ ଯଦି ଆପଣ ମାନେ ଫେସବୁକରେ ଆମ ଭିଡିଓକୁ ଦେଖୁଛନ୍ତି ତ ଫେସବୁକ ପେଜକୁ ଫଲୋ କରିନିଅନ୍ତୁ ତ ଚାଷୀ ପଞ୍ଜୀକରଣ କରିବା ପାଇଁ ହେଲେ ପ୍ରଥମେ ଆପଣମାନଙ୍କୁ ଫର୍ମଟି ଡାଉନଲୋଡ କରିବା ପାଇଁ ପଡିବ ଆଉ ଫର୍ମଟି ଆପଣମାନଙ୍କୁ ଆପଣଙ୍କର ଲ୍ୟାମ୍ପ ବା ଆପଣମାନଙ୍କର ଯେଉଁ ଧାନ ସଂଗ୍ରହ କେନ୍ଦ୍ର ଅଛି ଆପଣମାନଙ୍କ ସେଠୁ ଆପଣମାନଙ୍କୁ ଫର୍ମ କଲେକ୍ଟ କରିବା ପାଇଁ ପଡିବ ନଚେତ ଆପଣମାନେ ଅନଲାଇନରେ ମଧ୍ୟ ଡାଉନଲୋଡ କରିପାରିବେ ତ ମୁଁ ଫାଷ୍ଟ ଦେଖେଇ ଦଉଛି ଆପଣମାନେ କେମିତି ଅନଲାଇନରେ ଡାଉନଲୋଡ କରିବେ ଫର୍ମଟିକୁ ତ ଡାଉନଲୋଡ କରିବା ପାଇଁ ହେଲେ ଆପଣମାନଙ୍କୁ ଯେକୌଣସି ବ୍ରାଉଜରକୁ ଓପନ କରିବା ପାଇଁ ପଡିବ ଆଉ ଏଠି ଆପଣମାନଙ୍କୁ ସର୍ଚ୍ଚ କରିବା ପାଇଁ ପଡିବ ଫୁଡ ଓଡିଶା ପୋର୍ଟାଲ ଆପଣମାନଙ୍କୁ ସର୍ଚ୍ଚ କରିବା ପାଇଁ ପଡିବ ସର୍ଚ୍ଚ କଲା ପରେ ଆପଣଙ୍କ ସାମ୍ନାରେ ଫାଷ୍ଟ ୱେବସାଇଟଟି ଆସିଯିବ ଦେଖିପାରୁଥିବେ ଏହି ୱେବସାଇଟ ଉପରେ ଆପଣମାନଙ୍କୁ କ୍ଲିକ କରିବା ପାଇଁ ପଡିବ କ୍ଲିକ କଲା ପରେ ଆପଣଙ୍କ ସାମ୍ନାରେ ଫୁଡ ଓଡିଶାର ଅଫିସିଆଲ ୱେବସାଇଟଟି ଓପନ ହେଇଯିବ ୱେବସାଇଟଟି ଓପନ ହେଇ ସାରିଲା ପରେ ତାପରେ ଦେଖିପାରୁଥିବେ ଏଠି ଆପଣଙ୍କର ଗୋଟେ ଅଛି ଫାର୍ମର ରେଜିଷ୍ଟ୍ରେସନ ଅଛି ତ ୟା ଉପରେ ଆପଣମାନଙ୍କୁ କ୍ଲିକ କରିବା ପାଇଁ ପଡିବ ତ ୟା ଉପରେ କ୍ଲିକ କଲା ପରେ ଆପଣଙ୍କ ସାମ୍ନାରେ ବ୍ୟାନରଟି ଆସିଯିବ ବ୍ୟାନରଟି ଆସିଗଲା ପରେ ଆପଣମାନଙ୍କୁ ତଳକୁ ସ୍କ୍ରଲ କରିବା ପାଇଁ ପଡିବ ତଳକୁ ସ୍କ୍ରଲ କଲା ପରେ ଦେଖିପାରୁଥିବେ ଏଠି ଆପଣଙ୍କର ଫାଷ୍ଟ ଅଛି ଆପଣଙ୍କର ଫାର୍ମର ରେଜିଷ୍ଟ୍ରେସନ ଫର୍ମ ତ ଏଇ ଫର୍ମଟିକୁ ଆପଣମାନଙ୍କୁ ଡାଉନଲୋଡ କରିବା ପାଇଁ ପଡିବ ତ ଏଇ ଫର୍ମଟିକୁ ଡାଉନଲୋଡ କରିବା ପାଇଁ ହେଲେ ଦେଖିପାରୁଥିବେ ଫାର୍ମର ରେଜିଷ୍ଟ୍ରେସନ ଫର୍ମ ଅଛି ୟା ଉପରେ ଆପଣମାନେ କ୍ଲିକ କରି ନେଇଯିବେ କ୍ଲିକ କରି ନେଇଗଲା ପରେ ଆପଣଙ୍କ ସାମ୍ନାରେ ଦେଖିପାରୁଥିବେ ଆସିଯିବ ଫର୍ମଟି ତ ଏହିପରି ଭାବରେ ଆପଣମାନେ ଫର୍ମଟି ଡାଉନଲୋଡ କରି ନେଇଯିବେ ତ ଏବେ ଚାଲନ୍ତୁ ଦେଖିବା ଆପଣମାନେ ଚାଷୀ ପଞ୍ଜୀକରଣ କରିବା ପାଇଁ ହେଲେ ଆପଣମାନଙ୍କର ଫର୍ମଟିକୁ କେମିତି ଫିଲ୍ଅପ୍ କରିବେ ତ ଫର୍ମଟି ଫିଲ୍ଅପ୍ କରିବା ପାଇଁ ହେଲେ ପ୍ରଥମେ ଆପଣମାନଙ୍କୁ ଦେଖିପାରୁଥିବେ ଆପଣଙ୍କର ଚାଷୀଙ୍କର ବିବରଣୀ ପ୍ରଥମେ ଫିଲ୍ଅପ୍ କରିବା ପାଇଁ ପଡିବ ତ ପ୍ରଥମେ ଦେଖିପାରୁଥିବେ ଏଠି ଆପଣଙ୍କର ଜିଲ୍ଲା ଆପଣଙ୍କର ଦେବା ପାଇଁ ପଡିବ ଆପଣଙ୍କର ଡିଷ୍ଟ୍ରିକ୍ଟ ନେମ୍ ଦେବା ପାଇଁ ପଡିବ ତାପରେ 2 ନମ୍ବରରେ ଏଠି ଆପଣମାନଙ୍କୁ ତହସିଲ ଦେବା ପାଇଁ ପଡିବ ଆପଣଙ୍କର କୋଉ ତହସିଲ ସେ ତହସିଲ ନେମଟି ଦେବା ପାଇଁ ପଡିବ ତାପରେ 3 ନମ୍ବରରେ ଦେଖିପାରୁଥିବେ ଏଠି ଆପଣଙ୍କର ବ୍ଲକ ବା ସହରାଞ୍ଚଳ ଏଠି ଆପଣମାନେ ଫିଲ୍ଅପ୍ କରିବେ ଫିଲ୍ଅପ୍ କରି ସାରିଲା ପରେ ତାପରେ ହେଉଛି ଆପଣଙ୍କର 4 ନମ୍ବର ହେଉଛି ଆପଣଙ୍କର ପଞ୍ଚାୟତ ବା ଏଠି ଆପଣଙ୍କର ୱାର୍ଡ ନମ୍ବର ସିଲେକ୍ଟ କରିବେ ବା ସରି ଆପଣଙ୍କର ଫିଲ୍ଅପ୍ କରିବା ପାଇଁ ପଡିବ ଫିଲ୍ଅପ୍ କରି ସାରିଲା ପରେ 5 ନମ୍ବର ସେହିପରି ଆପଣଙ୍କର ଗ୍ରାମ ବା ପ୍ଲଟ ନମ୍ବର ଏଠି ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡିବ ତାପରେ ହେଉଛି ଆପଣଙ୍କର 6 ନମ୍ବର ସେହିପରି ଆପଣଙ୍କର ଏଠି ପିନକୋଡ ଦେବା ପାଇଁ ପଡିବ ପିନକୋଡ ଏଠି ଆପଣଙ୍କର ତ ଏଠି ବକ୍ସରେ ଆପଣମାନଙ୍କୁ ପିନକୋଡ ନମ୍ବରଟି ଦେବା ପାଇଁ ପଡିବ ତ ଏଠି ଆପଣମାନେ এই বক্সରେ ପିନକୋଡ ନମ୍ବରଟି ଦେଇଦେବେ ଆପଣଙ୍କର ଏରିଆ ପିନକୋଡଟି ଦେଇଦେବେ ପିନକୋଡଟି ଦେଇ ସାରିଲା ପରେ ତାପରେ ହେଉଛି ଦେଖିପାରୁଥିବେ ଏଠି 7 ନମ୍ବରରେ ଏଠି ଆପଣଙ୍କର ନାମ ଦେବା ପାଇଁ ପଡିବ ତ ଏଠି ଆପଣମାନେ ଚାଷୀଙ୍କର ନାମଟି ଦେଇଦେବେ ତାପରେ ସେହିପରି ଦେଖିପାରୁଥିବେ 8 ନମ୍ବରରେ ଅଛି ସମ୍ପର୍କୀୟ ବା ପିତା ବା ସ୍ୱାମୀଙ୍କର ଏଠି ଦେବା ପାଇଁ ପଡିବ ଆପଣମାନେ ସମ୍ପର୍କୀୟରେ କାହା ନାମ ଦେବେ ଆପଣମାନେ ପିତାଙ୍କର ନାମ ଦେବେ ଯଦି ଏଠି ଆପଣମାନେ ପିତା ଲେଖିବେ ଆଉ ଯଦି ଆପଣମାନେ ସ୍ୱାମୀଙ୍କର ନାମ ଦେବେ ତ ଏଠି ଆପଣମାନେ ସ୍ୱାମୀ ଲେଖିବେ ତାପରେ 9 ନମ୍ବର ସେଇଭଳି ପରିବାରର ସଦସ୍ୟ ସଂଖ୍ୟା କେତେ ଜଣ ଅଛନ୍ତି ସେଟା ଆପଣମାନଙ୍କୁ ଦେବା ପାଇଁ ପଡିବ ତ ଏଠି ଆପଣମାନେ ଲେଖିଦେବେ କେତେ ପରିବାର ସଦସ୍ୟ କେତେ ଜଣ ଅଛନ୍ତି ତ ଯଦି 2 ଜଣ ଅଛନ୍ତି ତ ଏଠି ଆପଣମାନେ 2 ଲେଖିବେ ଆଉ ଯଦି 3 ଜଣ ଅଛନ୍ତି ତ ଏଠି ଆପଣମାନେ 3 ଲେଖିବା ପାଇଁ ପଡିବ ତ ଏହିପରି ଲେଖିଦେବେ ତାପରେ ହେଉଛି ଆପଣଙ୍କର ଦେଖିପାରୁଥିବେ 10 ନମ୍ବରରେ ହେଉଛି ଆପଣଙ୍କର ସମ୍ପର୍କୀୟଙ୍କ ନାମ ତ ଏଠି ଆପଣଙ୍କର এই ବକ୍ସରେ ସମ୍ପର୍କୀୟଙ୍କର ନାମ ଦେବା ପାଇଁ ପଡିବ ଯଦି ଏଠି ଆପଣମାନେ ପିତା ଦେଇଥିବେ ତ ଏଠି ଆପଣମାନେ ଫାଦର ନେମ୍ ଦେବେ ଆଉ ଯଦି ଏଠି ଆପଣମାନେ ସ୍ୱାମୀ ଦେଇଥିବେ ତ ଏଠି ଆପଣମାନେ ହଜବେଣ୍ଡ ନେମ୍ ଦେବେ ତାପରେ ହେଉଛି ଦେଖିପାରୁଥିବେ 11 ନମ୍ବରରେ ଏଠି ଆପଣମାନଙ୍କର ମୋବାଇଲ ନମ୍ବର ଏଠି ଆପଣମାନଙ୍କୁ ଦେବା ପାଇଁ ପଡିବ ଆଧାର କାର୍ଡ ଅନୁଯାୟୀ ଯଦି ଅଛି ଯଦି ଆପଣଙ୍କର ଆଧାର କାର୍ଡ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି ସେଇଟା ଆପଣମାନଙ୍କୁ ଦେବା ପାଇଁ ପଡିବ ଯଦି ଅଛି ଯଦି ନାହିଁ ତ ଆପଣମାନେ ଅଲଗା କୌଣସି ମୋବାଇଲ ନମ୍ବର ମଧ୍ୟ ଆପଣମାନେ ଏ ବକ୍ସରେ ଆପଣମାନେ ଫିଲ୍ଅପ୍ କରିବେ ତାପରେ ହେଉଛି କୃଷି ରେଜିଷ୍ଟ୍ରେସନ ସଂଖ୍ୟା ଯୋଉଟା ଆପଣଙ୍କର ହେଉଛି ଏଗ୍ରିଷ୍ଟାକ ନମ୍ବର ଏଠି ଆପଣମାନଙ୍କୁ ଦେବା ପାଇଁ ପଡିବ ଏଗ୍ରିଷ୍ଟାକର ଫାର୍ମର ଆଇଡିଟି ଆପଣମାନଙ୍କୁ 12 ନମ୍ବରରେ ଦେବା ପାଇଁ ପଡିବ ତ ଏଠି ଆପଣମାନେ ଦେଖିପାରୁଥିବେ ବକ୍ସ ଗୁଡ଼ା ଅଛି ବକ୍ସରେ ଆପଣମାନେ ଏଗ୍ରିଷ୍ଟାକ ଆଇଡିଟି ଆପଣମାନଙ୍କୁ ଏଠି ଫିଲ୍ଅପ୍ କରିବା ପାଇଁ ପଡିବ ତ ଏଠି ଆପଣମାନେ ଏଗ୍ରିଷ୍ଟାକ ଆଇଡିଟି ଫିଲ୍ଅପ୍ କରି ନେଇଯିବେ ଫିଲ୍ଅପ୍ କରି ନେଇ ସାରିଲା ପରେ ତାପରେ ଦେଖିପାରୁଥିବେ 13 ନମ୍ବରରେ ଆପଣଙ୍କର ବ୍ୟାଙ୍କ ନାମ ଆଉ ଶାଖା ନେମ୍ ତାପରେ ହେଉଛି ଆପଣଙ୍କର ଜମା ଖାତା ନମ୍ବର ବା ଆପଣଙ୍କର ଆକାଉଣ୍ଟ ନମ୍ବର ଆଉ ଏଠି ଆପଣଙ୍କର ଆଇଏଫ୍ସି କୋଡ ଏସବୁ ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡିବ ନାହିଁ 13ରୁ ଆପଣଙ୍କର 16 ନମ୍ବର ଏଠି ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡିବ ନାହିଁ କାହିଁକି ନା ଏଠି ଆପଣଙ୍କର ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାରେ ଧାନ ବିକା ପ୍ରଦାନ ଆପଣଙ୍କର ଯେଉଁ ଆକାଉଣ୍ଟରେ ଡିବିଟି ଥିବ ସେ ଆକାଉଣ୍ଟଟି ଅଟୋମେଟିକ ଆପଣଙ୍କର ଏଠି ଆସିଯିବ ତ ଏଠି ଆପଣଙ୍କୁ ଫିଲ୍ଅପ୍ କରିବା ପାଇଁ ପଡିବ ନାହିଁ ଆକାଉଣ୍ଟ ନମ୍ବର ତାପରେ ହେଉଛି ଆପଣଙ୍କର ଆଧାର ନମ୍ବରଟି ଦେବା ପାଇଁ ପଡିବ ଦେଖନ୍ତୁ ଆଧାର ନମ୍ବର ଅଛି ତ এই ବକ୍ସରେ ଏଠି ଆପଣମାନେ ଆଧାର ନମ୍ବରଟି ଆପଣମାନେ ଏଠି ଫିଲ୍ଅପ୍ କରିବେ ଆଧାର ନମ୍ବରଟି ଫିଲ୍ଅପ୍ କରି ସାରିଲା ପରେ ତାପରେ ହେଉଛି ଏଠି 17 ନମ୍ବର ଗଲା ତାପରେ ହେଉଛି ଆପଣଙ୍କୁ 18 ନମ୍ବରରେ ଫିଲ୍ଅପ୍ କରିବା ପାଇଁ ପଡିବ ତ ଏଠି ଆପଣମାନେ ସାଇଡ୍ କରିବେ ସାଇଡ୍କୁ କଲା ପରେ ଏଠି ଆପଣଙ୍କର 18 ନମ୍ବର ଆସିଯିବ ଦେଖିପାରୁଥିବେ ଏଠି 18 ନମ୍ବର ଆପଣ ଆସିଯିବ ଏଠି ଆପଣଙ୍କର
ଜାତି ଏଠି ଆପଣମାନଙ୍କୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତ ଏଠି ଆପଣମାନେ ଟିକ୍ ଚିହ୍ନ ଦେବେ। ଯଦି ଆପଣମାନେ ଅନୁସୂଚିତ ଜାତି ତ ଏଠି ଆପଣମାନେ ଟିକ୍ ଦେବେ। ଯଦି ଆପଣମାନେ ଅନୁସୂଚିତ ଜନଜାତି ତ ଏଠି ଆପଣମାନେ ଟିକ୍ ଦେବେ। ଆଉ ଯଦି ଆପଣମାନେ ଅଦରରେ ଯାଉଛନ୍ତି ତ ଏଠି ଆପଣମାନେ ଟିକ୍ ଦେବେ। ଦେଇ ସାରିଲା ପରେ ତାପରେ ହେଉଛି ଆପଣଙ୍କର 19 ନମ୍ବର ସେମିତି ଆପଣମାନଙ୍କୁ ସାଇଡକୁ ସ୍କ୍ରୋଲ କରିବା ପାଇଁ ପଡ଼ିବ। ତ ଏଠି ଆପଣମାନେ ସାଇଡକୁ ସ୍କ୍ରୋଲ କରିବେ। 19 ନମ୍ବରରେ ଏଠି ଆପଣମାନଙ୍କୁ ଆପଣଙ୍କର ଜେଣ୍ଡର ଦେବା ପାଇଁ ପଡ଼ିବ। ତ ଏଠି ଦେଖିପାରୁଥିବେ ଜେଣ୍ଡର ଅଛି ପୁରୁଷ ଅଛି, ମହିଳା ଅଛି, ଆଉ ଏଠି ତୃତୀୟ ଲିଙ୍ଗ ଅଛି। ତ ଏଠି ଆପଣମାନେ ଦେଇଦେବେ। ତାପରେ ସେହିପରି ଏଠି 21 ନମ୍ବରରେ ଧାନ ବିକ୍ରି କରିବା କେନ୍ଦ୍ର ନାମ। ତ ଏଠି ଆପଣମାନେ କୋଉଠି ଆପଣମାନେ ଧାନ ବିକ୍ରି କରିବେ, ଆପଣଙ୍କର ଯେଉଁ ଲ୍ୟାମ୍ପ ବା ଆପଣମାନଙ୍କର ଯେଉଁ ଧାନ ସଂଗ୍ରହ କେନ୍ଦ୍ର ଅଛି ସେ ତାର ନାମଟି ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ବୋଧେ 22A ରେ ଅଛି ଆପଣଙ୍କର। ଯଦି ଆପଣମାନେ ଲିଫ୍ଟ କିମ୍ବା ଆପଣମାନେ ବୋରୱେଲ ଯଦି ଆପଣମାନେ ୟୁଜ୍ କରୁଛନ୍ତି ତ ତାର ହେଉଛି ଇଲେକ୍ଟ୍ରିକ୍ କଞ୍ଜ୍ୟୁମର ନମ୍ବରଟି ଏଠି ଦେବା ପାଇଁ ପଡ଼ିବ। ଏଠି ଆପଣମାନେ କଞ୍ଜ୍ୟୁମର ନମ୍ବରଟି ଦେବେ ଯଦି ଆପଣଙ୍କ ପାଖରେ ଅଛି, ନଚେତ ୟାକୁ ଆପଣମାନେ ଛାଡ଼ିଦେବେ। ତାପରେ ହେଉଛି ସାଇଡକୁ ସ୍କ୍ରୋଲ କରିବେ। ତାପରେ ଏଠି ସାଇଡକୁ ସ୍କ୍ରୋଲ କଲା ପରେ ତାପରେ ହେଉଛି ଆସିଯିବ ଆପଣଙ୍କର ଦେଖିପାରୁଥିବେ ଏଠି 20 ନମ୍ବରରେ ଏଠି ଆପଣମାନଙ୍କର ଆସିଯିବ ଦେଖିପାରୁଥିବେ ଧାନ ମଣ୍ଡିକୁ ଆଣିବା ସମ୍ଭବିତ। ଏଠି କୋଉ ମାସରେ ଆପଣମାନେ ଧାନ ମଣ୍ଡିକୁ ଧାନ ଆଣିବେ ତ ଏଠି ଆପଣମାନେ ଏ ବକ୍ସରେ ଲେଖିବେ। ତାପରେ ହେଉଛି ଦେଖିପାରୁଥିବେ ପକ୍ଷ ଚୟନ କରନ୍ତୁ। ପ୍ରଥମ ପକ୍ଷରେ ଆପଣମାନେ ଧାନ ଦେବେ କି ଦ୍ୱିତୀୟ ପକ୍ଷରେ ଆପଣମାନେ ଧାନ ଦେବେ। এই ସବୁ ଡିଟେଲ୍ସ ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଫିଲ୍ଅପ୍ କରିସାରିଲା ପରେ ତାପରେ ହେଉଛି ଆପଣମାନେ ତଳକୁ ସ୍କ୍ରୋଲ କରିବେ। ତାପରେ ହେଉଛି ବି ସେକ୍ସନକୁ ଆସିଯିବେ। ଦେଖିପାରୁଥିବେ ବି ସେକ୍ସନରେ ଏଠି ଆପଣଙ୍କର ଆସିଯିବ ଚାଷ ହେଉଥିବା ଜମିର ବିବରଣୀ। ତ ଏଠି ଆପଣମାନେ ଯୋଉ ଚାଷ କରିଛନ୍ତି ତାର ଡିଟେଲ୍ସ ଏଠି ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ଦେଖିପାରୁଥିବେ ଫାର୍ଷ୍ଟରେ ଏଠି ଆପଣମାନଙ୍କୁ ତହସିଲ ଆପଣଙ୍କର ଏଠି ଆପଣମାନଙ୍କୁ ତହସିଲ ସିଲେକ୍ଟ କରିବା ପାଇଁ ପଡ଼ିବ। ସରି ଆପଣମାନଙ୍କୁ ତହସିଲ ଦେବା ପାଇଁ ପଡ଼ିବ। ଆପଣଙ୍କର କୋଉ ତହସିଲ ତହସିଲ ଦେଇଦେବେ। ତହସିଲ ଦେଇ ସାରିଲା ପରେ ତାପରେ ଆପଣଙ୍କର କୋଉ ରେଭିନ୍ୟୁ ସର୍କଲରେ ଯାଉଛି, ଆପଣଙ୍କର ଆର୍ଆଇ ଅଫିସ କୋଉ ଆର୍ଆଇ ଅଫିସରେ ଯାଉଛି ସେ ଆର୍ଆଇ ଅଫିସର ନେମ୍ଟି ଏଠି ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ତ ଏଠି ଆପଣମାନେ ନେମ୍ ଲେଖିଦେବେ। ଆଉ ଏଠି ତହସିଲ ନେମ୍ ଏଠି ଆର୍ଆଇ ଅଫିସର ନେମ୍ଟି ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ଲେଖି ସାରିଲା ପରେ ସେହିପରି ଏଠି ଆପଣଙ୍କର ଗ୍ରାମ ଏଠି ଦେବା ପାଇଁ ପଡ଼ିବ। ଗ୍ରାମ ଦେଇ ସାରିଲା ପରେ ତାପରେ ହେଉଛି ଆପଣଙ୍କର ଖାତା ନମ୍ବର ଆପଣଙ୍କର ଯେଉଁ ଚାଷ ଜମିର ଖାତା ନମ୍ବରଟି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଖାତା ନମ୍ବର ଦେଇ ସାରିଲା ପରେ ତାପରେ ଏଠି ଆପଣଙ୍କର ଦେଖିପାରୁଥିବେ ପ୍ଲଟ ନମ୍ବର। ତ ଏଠି ଆପଣମାନେ ଯେତେଟା ପ୍ଲଟ କରିଛନ୍ତି ସେ ପ୍ଲଟ ନମ୍ବର ଗୁଡ଼ା ଏଠି ଆପଣମାନେ ବକ୍ସ ଗୁଡ଼ାରେ ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ଏଠି ଆପଣମାନେ କେତେଟା ପ୍ଲଟ ଆପଣମାନେ ଚାଷ କରିଛନ୍ତି ସେଇ ପ୍ଲଟ ନମ୍ବର ଗୁଡ଼ା ଏଠି ଆପଣମାନେ ଫିଲ୍ଅପ୍ କରି ନେଇଯିବେ। ତାପରେ ଏଠି ଜମି ମାଲିକଙ୍କର ନାମ ଏଠି ତ ହେଉଛି ମାନେ ଜମି ପଟ୍ଟାଟି ଯାହାର ନାମରେ ଅଛି ତ ତାଙ୍କର ନାମଟି ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ନାମଟି ଦେଇ ସାରିଲା ପରେ ତାପରେ ହେଉଛି ଦେଖିପାରୁଥିବେ ଜମି ମାଲିକଙ୍କ ସହ ସମ୍ପର୍କ, ଚାଷୀଙ୍କର ସମ୍ପର୍କ, ଯିଏ ଚାଷ କରୁଛନ୍ତି ଚାଷୀଙ୍କର ସମ୍ପର୍କ କ'ଣ। ତ ଏଠି ଆପଣଙ୍କ ସାମ୍ନାରେ ଆସିଯିବ ଦେଖିପାରୁଥିବେ ସ୍ୱାମୀ, ସ୍ତ୍ରୀ, ପୁଅ, ଭାଗ ଚାଷୀ ଇତ୍ୟାଦି। ଯଦି ଆପଣମାନେ ଭାଗ ଚାଷୀ କରୁଛନ୍ତି ତ ଏଠି ଭାଗ ଚାଷୀ। ଯଦି ଆପଣମାନେ ସ୍ୱାମୀ ଆପଣଙ୍କର ସ୍ୱାମୀ ହେବେ ଯିଏ ମାଲିକ ଜମି ମାଲିକ ତ ସ୍ୱାମୀ ଦେବେ। ଯଦି ଆପଣ ତାଙ୍କର ସ୍ତ୍ରୀ ଯଦି ସ୍ତ୍ରୀ, ତାପରେ ପୁଅ ଯଦି ପୁଅ, ଆଉ ଯଦି ଭାଗ ଚାଷୀ ତ ଭାଗ ଚାଷୀ ଏଠି ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ଏସବୁ ଦେଇ ସାରିଲା ପରେ ତାପରେ ହେଉଛି ଭାଗ ଚାଷୀ ହେଇଥିଲେ ସହମତି ପତ୍ର ଆଣିଛନ୍ତି କି ନାହିଁ ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ତ ଆପଣମାନେ ଯଦି ସହମତି ପତ୍ର ଆଣିଥିବେ ତ ଏଠି ତାଙ୍କର ହେଉଛି ଡିଟେଲ୍ସ ଦେବା ପାଇଁ ପଡ଼ିବ। ତାପରେ ହେଉଛି ଆପଣଙ୍କୁ ସାଇଡକୁ ସ୍କ୍ରୋଲ କରିବେ। ସାଇଡକୁ ସ୍କ୍ରୋଲ କଲା ପରେ ତାପରେ ଦେଖିପାରୁଥିବେ ଏଠି ଆପଣଙ୍କର ତାପରେ ଏଠି ଜମି ମାଲିକଙ୍କର ନାମ। ଯଦି ଆପଣମାନେ ଭାଗ ଚାଷ କରୁଛନ୍ତି ତ ଜମି ମାଲିକଙ୍କ ନାମ, ତାପରେ ଜମି ମାଲିକଙ୍କ ଆଧାର ନମ୍ବର ଯଦି ତ ଏଠି ଜମି ମାଲିକଙ୍କ ଆଧାର ନମ୍ବର ଦେବେ। ତାପରେ ଜମି ମାଲିକଙ୍କର ଏଠି ମୋବାଇଲ ନମ୍ବର ଏଠି ଦେବା ପାଇଁ ପଡ଼ିବ। ତାପରେ ହେଉଛି ଜମି ପରିମାଣ ଏକରରେ। ତ ହେଉଛି ପଟ୍ଟା ଅନୁସାରେ ଆମର ଆପଣଙ୍କର କେତେ ଜମି ଅଛି ତ ଦେଖିପାରୁଥିବେ ଜମି ପରିମାଣ ଏକର ଅନୁସାରେ। ତାପରେ ହେଉଛି ପଟ୍ଟା ଅନୁସାରେ ଆପଣଙ୍କର କେତେ ଜମି ଅଛି ତ ଏଠି ଆପଣଙ୍କର ପଟ୍ଟା ଅନୁସାରେ ଏଠି ଆପଣଙ୍କର ଯେଉଁ ପ୍ଲଟ ଗୁଡ଼ା ଆଡ୍ କରିଛନ୍ତି ଆପଣଙ୍କର କେତେ ଜମି ଅଛି ଏଠି ଦେବେ ଲେଖିବେ। ତାପରେ ହେଉଛି ଆପଣଙ୍କର ଚାଷ ହୋଇଥିବା ଜମି ସେଇ ପ୍ଲଟ ମଧ୍ୟରୁ କେତେ ଏକର କିମ୍ବା କେତେ ଡିସମିଲ୍ ଆପଣଙ୍କର ଚାଷ ହେଇଛି ସେଇଟା ଆପଣମାନଙ୍କୁ ଏଠି ଦେବା ପାଇଁ ପଡ଼ିବ ସେକେଣ୍ଡରେ। ତାପରେ ଏଠି ଆପଣମାନଙ୍କୁ କିସମ ଦେଖିପାରୁଥିବେ ଏଠି କୋଉ କିସମର ଜମିଟି ବା ପ୍ଲଟଟି ଆପଣମାନଙ୍କୁ ଏଠି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ଏଠି ବକ୍ସରେ ଆପଣମାନେ ଏଠି କିସମ ଫିଲ୍ଅପ୍ କରିବେ। ଯେତୋଟି ପ୍ଲଟ ଦେଇଥିବେ ସେଇ ପ୍ଲଟରେ କୋଉ କିସମର ଶାରଦ 1 ଶାରଦ 2 ଯାହା ବି କିସମ ଥିବ ସେଇଟା ଆପଣମାନଙ୍କୁ ଏଠି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଫିଲ୍ଅପ୍ କରିସାରିଲା ପରେ ତାପରେ ଦେଖିପାରୁଥିବେ ଜଳସେଚନର ଉତ୍ସ। ଯଦି ଆପଣମାନେ କେନାଲ ସାହାଯ୍ୟରେ କିମ୍ବା ବୋରୱେଲ ସାହାଯ୍ୟରେ କିମ୍ବା ଲିଫ୍ଟ ସାହାଯ୍ୟରେ ବା ଯେକୌଣସି ମାଧ୍ୟମରେ ଯଦି ଆପଣମାନେ ଜଳସେଚନ କରୁଛନ୍ତି ତ ଏଠି ଜଳସେଚିତ ସେଇ ଜଳସେଚନର ନାମଟି ଦେବେ। ନଚେତ ୟାକୁ ଆପଣମାନେ ଛାଡ଼ିଦେବେ। ଯଦି ଅଣଜଳସେଚିତ ତ ଏଠି ଆପଣମାନେ କିଛି ଦେବେନି ବା ଆପଣମାନଙ୍କୁ ଏଠି ଛାଡ଼ିଦେବା ପାଇଁ ପଡ଼ିବ ଯଦି ଜଳସେଚନ ଯଦି ଆପଣଙ୍କର ହେଉନାହିଁ। ଏହିପରି ଭାବରେ ଜମିର ଡିଟେଲ୍ସ ଆପଣଙ୍କର ଯେତେ ପ୍ଲଟ ଅଛି ସବୁ ପ୍ଲଟରେ ଆପଣମାନଙ୍କର ଦେଇଦେବେ। ସବୁ ପ୍ଲଟ ଦେଇ ସାରିଲା ପରେ ତାପରେ ଦେଖିପାରୁଥିବେ ଏଠି ଆପଣଙ୍କର ଗୋଟେ ଅଛି ଚାଷୀଙ୍କ ଟିପ ଚିହ୍ନ ବା ସ୍ୱାକ୍ଷର। ତ ଏଠି ଆପଣଙ୍କର ଯିଏ ଫାର୍ମର ବା ଯିଏ ଆପ୍ଲିକାଣ୍ଟ ତ
ତ ତାଙ୍କର ଏଠି ସିଗ୍ନେଚର ରହିବ, ନଚେତ ଯଦି ଫର୍ମ ଇମ୍ପ୍ରେସନ ବା ଟିପ ଚିହ୍ନ ଦିଅନ୍ତି ତ ଏଠି ଆପଣମାନଙ୍କୁ ଟିପ ଚିହ୍ନ ଦେବା ପାଇଁ ପଡିବ। ଆଉ ଯୋଉ ଏଇ ବକ୍ସଟି ରହିଲା ଏ ବକ୍ସ ଆପଣଙ୍କୁ ଛାଡ଼ିଦେବେ, ଏଟା ହଉଛି ତାଙ୍କର ଅଫିସ ୟୁଜ ବା ତାଙ୍କର ଅଫିସିଆଲ ୟୁଜ ହବ, ତ ଏଟା ଆପଣମାନଙ୍କୁ କିଛି କରିବା ପାଇଁ ପଡିବନି, ତାକୁ ଆପଣମାନେ ଛାଡ଼ିଦେବେ। ଏଠି ଦେଖିପାରୁଥିବେ ଚାଷୀଙ୍କ ଟିପ ଚିହ୍ନରେ ଆପଣମାନେ ଟିପ ଚିହ୍ନ ବା ଆପଣଙ୍କର ସ୍ୱାକ୍ଷର ଆପଣଙ୍କ ସିଗ୍ନେଚର ଦେବା ପାଇଁ ପଡିବ। ତାପରେ ସେଇଭଳି ସେକେଣ୍ଡ ପେଜ ମଧ୍ୟ ଅଛି, ସେକେଣ୍ଡ ପେଜ ଯଦି ଫିଲ୍ ଅପ୍ କରୁଛନ୍ତି ତ ସେଠି ମଧ୍ୟ ଆପଣମାନଙ୍କର ଏଠି ଫିଲ୍ ଅପ୍ କରିସାରିଲା ପରେ ଏଠି ଆପଣମାନଙ୍କର ଚାଷୀଙ୍କର ଟିପ ଚିହ୍ନ ବା ସ୍ୱାକ୍ଷର ଅଛି, ତ ଏଠି ଆପଣମାନେ ଟିପ ଚିହ୍ନ ବା ସ୍ୱାକ୍ଷର ଦେଇଦେବେ। ତ ଏହିପରି ଭାବରେ ଆପଣମାନେ ଫର୍ମଟିକୁ ଫିଲ୍ ଅପ୍ କରିବେ। ତ ଏଇ ଫର୍ମଟିକୁ ଫିଲ୍ ଅପ୍ କରିବା ପାଇଁ ପଡିବ। ଫିଲ୍ ଅପ୍ କରିସାରିଲା ପରେ ଆପଣମାନେ ଆପଣଙ୍କର ଲ୍ୟାମ୍ପକୁ ବା ଆପଣଙ୍କର ଯୋଉ ଧାନ ସଂଗ୍ରହ କେନ୍ଦ୍ର ଅଛି ଆପଣଙ୍କର, ସେଠି ଯାଇକି ଆପଣମାନେ ଆପଣମାନଙ୍କର ଫର୍ମଟି ସବମିଟ୍ କରିବା ପାଇଁ ପଡିବ। ସବମିଟ୍ କଲା ପରେ ଆପଣମାନଙ୍କର ରେଜିଷ୍ଟ୍ରେସନ ସେମାନେ କରିଦେବେ। ଆଉ ଯଦି ଆପଣମାନେ ଭାଗ ଚାଷୀ ଅଛନ୍ତି ତ ଭାଗ ଚାଷୀ ପାଇଁ ଆଉ ଗୋଟେ ଫର୍ମ ଆପଣଙ୍କର ଦରକାର ହବ। ତ ଦେଖିପାରୁଥିବେ ଏଠି ଆପଣଙ୍କର ଅଛି କନଷ୍ଟାନ୍ସ ଲେଟର ଫର ସିଓର କ୍ରପ ଅଛି, ତ ୟା ଉପରେ କ୍ଲିକ୍ କଲେ ଆପଣଙ୍କର ଆଉ ଗୋଟେ ଫର୍ମ ଡାଉନଲୋଡ ହବ। ତ ଏଇ ଫର୍ମକୁ ମଧ୍ୟ ଆପଣମାନେ ଫିଲ୍ ଅପ୍ କରିକି ଦେବେ ଯଦି ଆପଣମାନେ ଭାଗ ଚାଷୀ କରୁଛନ୍ତି ବା ଭାଗ ଚାଷୀ ଯଦି ଆପଣମାନେ ଅଛନ୍ତି, ତ ଏଇ ଫର୍ମଟି ଆପଣମାନଙ୍କୁ ଫିଲ୍ ଅପ୍ କରିବା ପାଇଁ ପଡିବ। ଫିଲ୍ ଅପ୍ କରିକି ଆପଣମାନଙ୍କୁ ସେଇ ଫର୍ମ ଏଇ ଫର୍ମ ସହିତ ଆପଣମାନଙ୍କର ଆଟାଚ କରିକି ଆପଣମାନଙ୍କୁ ସବମିଟ୍ କରିବା ପାଇଁ ପଡିବ। ଆଉ ଆପଣଙ୍କର ଯାହା କେୱାଇସି ଡକ୍ୟୁମେଣ୍ଟ ରହିଛି ବା ଆପଣଙ୍କର ଜମି ପଟ୍ଟା ରହିଛି, ତାପରେ ଆପଣଙ୍କର ଆଧାର ପାସବୁକ୍ ଜେରକ୍ସ ଆଉ ଆପଣଙ୍କର ଆଧାର କାର୍ଡ, ଏଇ ସବୁ ଦେଇକିରି ଆପଣମାନେ ଆପଣଙ୍କର ନେଇକିରି ଆପଣମାନଙ୍କୁ ସବମିଟ୍ କରିବା ପାଇଁ ପଡିବ। ଆଉ ଆପଣଙ୍କର କେୱାଇସି କରିକିରି ଆପଣମାନଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ ପଡିବ। ତ ଇଏ ତ ଥିଲା ଆଜିକା ଗୋଟେ ଛୋଟ ଭିଡିଓ। ଭିଡିଓଟି ଯଦି ଭଲ ଲାଗିଛି ଭିଡିଓକୁ ଲାଇକ୍ କରନ୍ତୁ, ଆପଣଙ୍କର ସାଙ୍ଗସାଥି ମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିନିଅନ୍ତୁ, ଯାହା ଫଳରେ ଏମିତି ନୂଆ ନୂଆ ଭିଡିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଆଉ ଯଦି ଆପଣମାନେ ଫେସବୁକରେ ଆମ ଭିଡିଓକୁ ଦେଖୁଛନ୍ତି ତ ଫେସବୁକ ପେଜକୁ ଫଲୋ କରିନିଅନ୍ତୁ।